ଆଜି ଆମେ ନବମ ଶ୍ରେଣୀ ମାଧ୍ୟମିକ ବୀଜଗଣିତ ବହିର ଷଷ୍ଠ ଅଧ୍ୟାୟ ଅନୁପାତ ଓ ସମାନୁପାତ ପଢ଼ିବା। ସାଧାରଣତଃ ଏକ ପ୍ରକାରର ଦୁଇଟି ପଦାର୍ଥକୁ ଗୁଣାତ୍ମକ କିମ୍ବା ପରିମାଣାତ୍ମକ ଭାବରେ ତୁଳନା କରିଥାଉ। ମନେକର ତୁମେ ଦୋକାନକୁ ଗଲ ଡ୍ରେସ୍ କିଣିବାକୁ। ଯେତେବେଳେ ତୁମେ ଡ୍ରେସ୍ କିଣିଲ ସେତେବେଳେ ତୁମେ ଡ୍ରେସ୍ର ଯେତେବେଳେ ଗୁଣାତ୍ମକ ମାନ ଦେଖୁଛ, ମାନେ ତାର କ୍ୱାଲିଟି ଆମେ ଯେତେବେଳେ ଦେଖୁଛେ ଡ୍ରେସ୍ର କପଡ଼ା କିପରି ଅଛି, ତାହା ସୁଇଟେବଲ୍ ହେବ ନା ନାହିଁ ଶରୀର ପାଇଁ, କପଡ଼ାଟି ଶରୀର ପାଇଁ ସୁଇଟେବଲ୍ ହେବ ନା ନାହିଁ ତାହା ଆମେ ଚେକ୍ କରୁଛେ, କ୍ୱାଲିଟି ଚେକ୍ କରୁଛେ। ଯେତେବେଳେ ଆମେ ମନେକର ଫର୍ଣ୍ଣିଚର କିଣିବାକୁ ଯାଉଛେ, ପ୍ଲାଷ୍ଟିକ୍ ଚେୟାର ହେଉ କିମ୍ବା ଆମେ ଯଦି ପ୍ଲାଷ୍ଟିକ୍ ବାଲ୍ଟି ମଗ କିଣିବାକୁ ଯାଉଛେ ତାର କ୍ୱାଲିଟି ଆମେ ଚେକ୍ କରୁଛେ। ତେଣୁ ଆମେ ଆମ ଚତୁଃପାର୍ଶ୍ୱରେ ଥିବା ପଦାର୍ଥ ବା ବସ୍ତୁଗୁଡ଼ିକର ଗୁଣାତ୍ମକ ମାନ ଚେକ୍ କରୁ ବା ଦେଖୁ ଏବଂ ତାହାର ପରିମାଣାତ୍ମକ ମାନ ଆମେ ବି ଦେଖୁ। ଯେପରି ଆମେ ଯଦି ବର୍ତ୍ତମାନର ସିଚୁଏସନ୍ ଅନୁସାରେ ଆମେ ଯଦି ସୋସିଆଲ ମିଡ଼ିଆର ପରିବେଶକୁ ନେବା, ସୋସିଆଲ ମିଡ଼ିଆରେ କାହାର କେତେ ଫଲୋଅର, କାହାର କେତେ ସବସ୍କ୍ରାଇବର, ଏଇଟା ଆମେ ପରିମାଣ ହିସାବରେ ନେଲେ ନା ନାହିଁ। ଯଦି ମନେକର ଏ ପର୍ସନର ସବସ୍କ୍ରାଇବର 1 ମିଲିୟନ ଆଉ ବି ପର୍ସନର ସବସ୍କ୍ରାଇବର 2 ମିଲିୟନ, ତାହେଲେ ଆମେ କ'ଣ କହୁଛେ 2 ମିଲିୟନ ସବସ୍କ୍ରାଇବର ବା ବି ପର୍ସନର ଅଡ଼ିଏନ୍ସ ସଂଖ୍ୟା ଅଧିକ। ଏଇଟା ଆମେ ପରିମାଣାତ୍ମକ ହିସାବରେ ବିଚାର କଲେ ଦୁଇଟି ସିଚୁଏସନକୁ ନେଇକି। ସେହିପରି ଆମ ଦୈନନ୍ଦିନ ଜୀବନରେ ଆମେ ବିଭିନ୍ନ ବସ୍ତୁ, ବିଭିନ୍ନ ପଦାର୍ଥ ଗୁଡ଼ିକର ବିଭିନ୍ନ ପ୍ରକାର ସିଚୁଏସନ୍ ଯାହା ବି ଘଟୁଛି ଆମ ଚାରିପାଖରେ ଆମେ ତାହାର ତୁଳନା କରିଥାଉ। ଏହା ଆମେ ନିତିଦିନିଆ ଜୀବନରେ ତୁଳନା କରୁ। କିନ୍ତୁ ଯେତେବେଳେ ଆମେ ମ୍ୟାଥମେଟିକ୍ସ ଲାଙ୍ଗୁଏଜରେ କହିବା, ଗଣିତ ଭାଷାରେ କହିବା, ଆମେ ଏକ ନିର୍ଦ୍ଦିଷ୍ଟ କିଛି ନିୟମକୁ ନେଇକି ଅନୁପାତ କରିଥାଉ। ତାହା ଆମେ ପଢ଼ିବା ଏଇନା ପରବର୍ତ୍ତୀ ଟପିକରେ। ସାଧାରଣତଃ ଏକ ଜାତୀୟ ଦୁଇଟି ପଦାର୍ଥକୁ ପରିମାଣ ଦୃଷ୍ଟିରୁ ସାଧାରଣତଃ କେତେ କମ୍ ବା ବେଶୀ କେତେ ଗୁଣ ବା ଅଂଶ ତୁଳନା କରିଥାଉ। ମନେକର ତୁମ ଘରେ ତୁମ ଭାଇ ଭଉଣୀଙ୍କ ପାଇଁ ତୁମ ବାବା ଚକୋଲେଟ୍ ଆଣିଲେ। ତୁମ ବାବା ଯେଉଁ ଚକୋଲେଟ୍ ଆଣିଛନ୍ତି, ମନେକର ତୁମ ଭାଗରେ ପଡ଼ିଲା 4ଟି ଚକୋଲେଟ୍, ତୁମ ଭାଇ ଭାଗରେ ପଡ଼ିଲା 5ଟି ଚକୋଲେଟ୍। ତେବେ ତୁମେ କ'ଣ କଲ, ତୁଳନା କଲ ତୁମ ଚକୋଲେଟ୍କୁ ଆଉ ତୁମ ଭାଇ ଚକୋଲେଟ୍କୁ। ଯେତେବେଳେ ଦେଖିଲ ଯେ ତାର ଗୋଟିଏ ଚକୋଲେଟ୍ ଅଧିକ ହେଇଗଲା, ତୁମେ କ'ଣ କହିବ ଯେ ସିଏ ତମଠୁ ଅଧିକ ଗୋଟିଏ ଚକୋଲେଟ୍ ଖାଇଲା। ତମେ ତୁଳନା କରିକି ଜାଣିଲ। ସେହିପରି ଆମେ ନେଇପାରିବା ତୁମର ହାଇଟ୍, ତୁମ ସାଙ୍ଗର ହାଇଟ୍। ମନେକର ତୁମ ସାଙ୍ଗର ହାଇଟ୍ ତୁମଠୁ କମ୍, ତମେ ତୁଳନା କରିକି ଜାଣିଲ ଦୁଇ ଜଣଙ୍କର ହାଇଟ୍। ତମ ସାଙ୍ଗର ହାଇଟ୍ ଯେ ତମଠୁ ଅଧିକ ହେବ ସେଇଟା ବି ତମେ ତୁଳନା କରିକି ଜାଣିବ ଉଭୟଙ୍କୁ। ଏବେ ଆମେ କହିବା, ଆମେ ବି ପାଠ ପଢ଼ାରେ ଦେଖୁଛେ ଯେ ମନେକର 600ରୁ 500 ମାର୍କ ଆଣୁଛି, ଯେ 600ରୁ 550 ଆଣୁଛି, ଆମେ ତୁଳନା କରିକି ଦେଖୁଛେ ନା 500ରୁ 550 ଅଧିକ ବୋଲି। ଟୋଟାଲ ମାର୍କ 600ରୁ 550 ଅଧିକ ବୋଲି ଆମେ ସବୁ ତୁଳନା କରିକି ଜାଣୁଛେ। ଏବେ ଆମେ ଯଦି କହିବା, ତମେ ମନେକର ତମ ଘରେ ତମ ବାବା ଆଣିଛନ୍ତି ପିଜ୍ଜା, ତମ ପାଇଁ ଆଣିଛନ୍ତି 2ଟି ପିଜ୍ଜା ଏବଂ ତମ ଭାଇ ପାଇଁ ଆଣିଛନ୍ତି 4ଟି ପିଜ୍ଜା। ତମ ଭାଇ ପାଇଁ ସେ କେତୋଟି ଆଣିଲେ, ତମର 2 ଗୁଣ ଆଣିଲେ ତମ ଭାଇ ପାଇଁ। ତମ ଭାଇକୁ ଯଦି ଆମେ ତୁଳନା କରିବା ତମ ପିଜ୍ଜା ସହିତ, ତମର 2 ଗୁଣ ହେଉଛି ତମ ଭାଇର ପିଜ୍ଜା, କାରଣ ତମର 2ଟି ପିଜ୍ଜା, ତମ ଭାଇର 4ଟି ପିଜ୍ଜା। ଯଦି ଆଉ ଆମେ କ'ଣ କହିପାରିବା ନା ତମ ଭାଇ ପିଜ୍ଜାର 1/2 ଅଂଶ ହେଉଛି ତୁମ ପିଜ୍ଜା, ତୁମ ପିଜ୍ଜାର 2 ଗୁଣ ହେଉଛି ତୁମ ଭାଇର ପିଜ୍ଜା। ତେଣୁ ଆମେ ଯାହା ସବୁ ଆମ ଦୈନନ୍ଦିନ ଜୀବନରେ ଦେଖୁଛେ ତାହା ଆମେ ତୁଳନା କରିକି ଜାଣୁଛେ କେତେ କମ୍ ବା କେତେ ବେଶୀ। କମ୍ ବା ବେଶୀ କ୍ଷେତ୍ରରେ ବଡ଼ରୁ ସାନ ସଂଖ୍ୟାର ଫେଡ଼ାଣ ଦ୍ୱାରା ତୁଳନା କରିବା ବେଳେ ଗୁଣ ବା ଅଂଶ କ୍ଷେତ୍ରରେ ଅନୁପାତ ପ୍ରୟୋଗ କରି ତୁଳନା କରିଥାଉ। କମ୍ ବେଶୀ କ'ଣ ନା, ଯଦି ତମ ପାଖରେ ମନେକର ଅଧିକ ସଂଖ୍ୟକ ଜିନିଷ ଅଛି, ତମ ସାଙ୍ଗ ପାଖରେ କମ୍ ଜିନିଷ ଅଛି, ଆମେ ମିଶାଣ କରିବା ଫେଡ଼ାଣ କରି ବଡ଼ରୁ ସାନ ସଂଖ୍ୟା ଫେଡ଼ାଣ ଦ୍ୱାରା
ଆମେ ଫେଡ଼ାନ କରିକି ଜାଣିଥାଉ, ମିଶାଣ ନୁହଁ, ଫେଡ଼ାନ କରିକି ଆମେ ଜାଣିଥାଉ। ମନେକର ତୁମ ପାଖରେ 5ଟି ବହି ଅଛି, ତୁମ ସାଙ୍ଗ ପାଖରେ 3ଟି ବହି ଅଛି। ତୁମେ ତୁମ ସାଙ୍ଗଠୁ କେତୋଟି ବହି ଅଧିକ ରଖିଛ? 5ରୁ 3 ଫେଡ଼ିଦେଲେ 2ଟି ବହି, ତାହେଲେ 2ଟି ବହି ତୁମ ସାଙ୍ଗଠୁ ତୁମର ଅଧିକ ଅଛି। କମ୍ ବା ବେଶୀ କ୍ଷେତ୍ରରେ ବଡ଼ରୁ ସାନ ସଂଖ୍ୟାର ଫେଡ଼ାନ ଦ୍ୱାରା ତୁଳନା କରୁ। ଆଉ ଗୁଣ ବା ଅଂଶ କ୍ଷେତ୍ରରେ ଅନୁପାତର ପ୍ରୟୋଗ କରିଥାଉ। ମନେକର ତୁମର ସାଙ୍ଗ 4 ଘଣ୍ଟା ପାଠ ପଢୁଛି, ତୁମେ ତାର 2 ଗୁଣା 8 ଘଣ୍ଟା ପାଠ ପଢିଲ। ତେଣୁ ତୁମେ କିପରି ଜାଣିଲ? ନା ଗୁଣନ କରିକି, ଅନୁପାତ କରିକି ତୁମେ ଜାଣିଲ ଯେ ତୁମ ସାଙ୍ଗ ଯଦି 4 ଘଣ୍ଟା ପାଠ ପଢୁଛି, ତୁମେ 8 ଘଣ୍ଟା ପାଠ ପଢୁଛ, 4:8 କଲେ। ତେଣୁ ଆମେ ଜାଣିଲେ ଆମେ ଆମର ନିତିଦିନିଆ ଜୀବନରେ ତୁଳନା କରିଥାଉ।